ଗତକାଲିଠାରୁ ନିଖୋଜ ଥିବା ରାଉରକେଲା 16 ନମ୍ବର ସେକ୍ଟରର 19 ବର୍ଷୀୟ ଛାତ୍ର ଶୁଭମ ପ୍ରଧାନଙ୍କର ମୃତଦେହ ଆଜି ବ୍ରାହ୍ମଣୀ ନଦୀରୁ ଉଦ୍ଧାର କରାଯାଇଛି। ଫାୟାର ବ୍ରିଗେଡ୍ ଟିମ୍ ପାନପୋଷ ବ୍ରିଜ ନିକଟ ନଦୀ ପାଣିରୁ ଆଜି ସନ୍ଧ୍ୟାରେ ଶୁଭମଙ୍କର ମୃତଦେହକୁ ଉଦ୍ଧାର କରି ଆରଜିଏଚ୍ ପଠାଇଛନ୍ତି। ପୋଲିସ ଏ ବାବଦରେ ତଦନ୍ତ କରୁଛି। ରାଉରକେଲା 16 ନମ୍ବର ସେକ୍ଟର ଡି 298 କ୍ୱାର୍ଟରରେ ରହୁଥିବା ଶୁଭମଙ୍କ ବାପା ମାଙ୍କର ଗୋଟିଏ ପୁଅ। ସେ ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂର ଶେଷ ବର୍ଷର ଛାତ୍ର ଥିଲେ। ତାଙ୍କର ଚାକିରି ଅଫର ମଧ୍ୟ ଆସିଥିଲା। ଗତକାଲି ସେ ଘରୁ ନିଜ ସ୍କୁଟିରେ ବାହାରି ଯାଇଥିଲେ। ନିଜର 2ଟି ମୋବାଇଲ ଫୋନ୍ ସେ ଘରେ ଛାଡ଼ି ଦେଇଥିଲେ। ଗୋଟିଏ ଫୋନ୍ରୁ ଅନ୍ୟ ଫୋନ୍କୁ ଗୋଟିଏ ମେସେଜ କରିଥିଲେ। ତାଙ୍କ ସ୍କୁଟି ବେଦବ୍ୟାସ ନଦୀ କୂଳରେ ଥିବା ନେଇ ସେ ମେସେଜରେ ଉଲ୍ଲେଖ କରିଥିଲେ।